योगी सरकार गौ ରୁ 31 जुलाई 2021 जाए योगी सरकार मोट 17,439 गोहत्याकारी जेल पठाई 217 जन गोहत्याकारी विरोध में एनएसए लग यह उत्तर प्रदेश इतिहास में वर्तमान जाए सबुठारु बड़ कार्यानुष्ठान बोली कहुछि। एबे ए संपर्क में अन्य किछि तथ्य पर दृष्टि पकाइबा। गोहत्या संपर्क में पंजीकरण कर अभियोगर मोट संख्या होउछि 6,395। ଏହି ମାମଲା ଗୁଡ଼ିକରେ 17,439 ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ 15 ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। 6,490 ଜଣ ଗୋହତ୍ୟାକାରୀଙ୍କ ବିରୋଧରେ ଗୁଣ୍ଡା ଆକ୍ଟ ଲଗାଯାଇଛି। ଯୋଗୀ ସରକାର କେବଳ ଯେ ଗୋହତ୍ୟା ରୋକିବା ଦିଗରେ କାମ କରୁଛନ୍ତି ତା ନୁହେଁ, ବରଂ ଗୋ ସଂରକ୍ଷଣ ଓ ଗୋ ସମ୍ବର୍ଦ୍ଧନା ଦିଗରେ ମଧ୍ୟ କାମ କରୁଛନ୍ତି। ଯୋଗୀ ସରକାର ସାରା ରାଜ୍ୟରେ ଗୋ ସଂରକ୍ଷଣ କେନ୍ଦ୍ର ଓ ଗୋଶାଳା ନିର୍ମାଣ କରାଇଛନ୍ତି। ଏହା ସହିତ ନିରାଶ୍ରିତ ଗୋବଂଶର ସଂରକ୍ଷଣ ପାଇଁ ମଧ୍ୟ ଯୋଗୀ ସରକାର ଯୋଜନା ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗୋବଂଶ ପାଇଁ ପ୍ରତିଦିନ 30 ଟଙ୍କା ହିସାବରେ ଗୋପାଳକଙ୍କୁ ଅର୍ଥରାଶି ପ୍ରଦାନ କରାଯାଉଛି। ଡକ୍ଟର ସମନ୍ୱୟ ନନ୍ଦଙ୍କ ଇନପୁଟ୍ ସହ ବ୍ୟୁରୋ ରିପୋର୍ଟ ଅର୍ଗସ୍।